क्लास 8 ओडिया बुक चैप्टर 1 आशोत्कलीय आशोत्कलीय कवितार कवि किए ଜାତୀୟ କବି ବୀର କିଶୋର ଦାସ। कौन शुଣିବା ପାଇଁ କବି ଉତ୍କଳୀୟ ମାନଙ୍କୁ ଆହ୍ୱାନ କରିଛନ୍ତି? ପୂର୍ବ କଥା ବକ୍ସି ଜଗବନ୍ଧୁ କେଉଁ ରାଜାଙ୍କର ସେନାପତି ଥିଲେ? ଖୋର୍ଦ୍ଧା ରାଜାଙ୍କର। ବୀରକିଶୋର ଦାସ କେଉଁ କବି ଭାବରେ ପରିଚିତ? ଜାତୀୟ କବି ବୀରକିଶୋର ଦାସ କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ? ଜଗତସିଂହପୁର ଜିଲ୍ଲା। ଆଶୋତ୍କଳୀୟ କବିତାଟି କେଉଁ କବିତା ସଂକଳନରୁ ଆସିଅଛି? ବୀର ଗୀତିକା। ଚନ୍ଦନ ହଜୁରୀ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ପୁରୀ। ଚନ୍ଦନ ହଜୁରୀଙ୍କର ଅନ୍ୟ ନାମ କ'ଣ? ଚାଖି ଖୁଣ୍ଟିଆ। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ପ୍ରଭୃତି ଯୋଦ୍ଧା କେଉଁ ପଥର ପ୍ରତୀକ ହୋଇଛନ୍ତି? ଅମର ପଥ। ସ୍ୱାଧୀନତା ଯଜ୍ଞରେ କିଏ ଆହୁତି ଦେଇଥିଲା ବୋଲି କବି କହିଛନ୍ତି? ପାଇକ ପୁଅ। କେଉଁ ପଥର ଯଶ ମଳିନ ହୁଏ ନାହିଁ? ଅମର ପଥ। ଆମେ ଆମ ଶରୀରରେ କ'ଣ ବୋଳି ହେବା ବୋଲି କବି କହିଛନ୍ତି? ପାଇକ ପୁଅଙ୍କ ଯଶ ରୂପକ ବିଭୂତି। ଆମେ କେଉଁ ଜାତିର ଦାୟଦ ବୋଲି କବି କହିଛନ୍ତି? ପାଇକ ଜାତି। ଦାୟଦ ଶବ୍ଦର ଅର୍ଥ କ'ଣ? ବଂଶଧର। କେଉଁ ପ୍ରାନ୍ତରରେ ଦିନେ ରକ୍ତର ନଦୀ ବହିଥିଲା? ତୋଷାଳୀ ପ୍ରାନ୍ତ। ଶପଥ ଶପଥ କବିତାର କବି କିଏ? ଅନନ୍ତ ପଟ୍ଟନାୟକ। ଶପଥ ଅନନ୍ତ ପଟ୍ଟନାୟକଙ୍କର ଗ୍ରାମଙ୍କର ନାମ କ'ଣ? ଚଣାହଟ। କେଉଁ ପୁସ୍ତକ ପାଇଁ କବି ଅନନ୍ତ ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି? ଅବାନ୍ତର। ଅନନ୍ତ ପଟ୍ଟନାୟକ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? 1912। କବି କାହା ସମ ଜଳିବା ପାଇଁ କହିଛନ୍ତି? ସୂର୍ଯ୍ୟ। କାହା ପରି ଝଲସିବା ପାଇଁ କବି କହିଛନ୍ତି? ଚନ୍ଦ୍ର ପରି। କାହା ସମ ଗୀତ ଗାଇ ସମସ୍ତଙ୍କ ହୃଦୟରେ ଆନନ୍ଦ ଭରିଦେବା କଥା କବିତାରେ ପକ୍ଷୀ। କୁହାଯାଇଛି? ଅଗ୍ନି ସମ କାହାର ମିଥ୍ୟା କଥାକୁ ଦହନ କରିବା ପାଇଁ କଥା କବି କହିଛନ୍ତି? ସ୍ୱାର୍ଥୀ ଜନର। କିଏ ନେଇଥିବା ଜିନିଷକୁ ଫେରାଇ ଦିଏ? ସିନ୍ଧୁ। ଧରଣୀ ପରି କ'ଣ ସହି ନେବେ ବୋଲି କବି କହିଛନ୍ତି? ଦୁଃଖ ପ୍ରାସ। କେଉଁଠାରେ ସୃଷ୍ଟିଧାର ଆଣିବା କଥା କୁହାଯାଇଛି? ଯେଉଁଠାରେ ମୃତ୍ୟୁ ନୃତ୍ୟ କରିଥାଏ। କାହା ଲାଗି ଆମେ ଦୃଷ୍ଟି ଦେବା ଉଚିତ? ଅନ୍ଧ ଲାଗି। କାହା ପାଇଁ ଯଷ୍ଟି ହେବା? ଖଞ୍ଜ ଲାଗି। କବି ଏହି କବିତାରେ କ'ଣ ଆଣିବା ପାଇଁ ପ୍ରୟାସ କରିଛନ୍ତି? ସାମରିକ ସମତା। ସାମାଜିକ। କିଏ ପୃଥିବୀର ଜୀବଜଗତର ସମସ୍ତ ପ୍ରାଣକୁ ସଞ୍ଚରି ଯାଏ? ପବନ। ସମତା ପଥରେ ପତାକା ଉଡ଼ାଇ କବି କ'ଣ କରିବା ପାଇଁ କହିଛନ୍ତି? ଶାନ୍ତିର ଜୟଗାନ ଗାଇବା ପାଇଁ। କେଉଁଟି ଅଧୀରର ପ୍ରତିଶବ୍ଦ ନୁହେଁ? ଶିଖର। ଭାଗବତ ସୂକ୍ତି ସଂଗ୍ରହ। କ'ଣ କଲେ ମଣିଷ ମହିମଣ୍ଡଳ ଜନ୍ମ ହୋଇଥାଏ? ତପ କଲେ। କାହାର ଜୀବନ ଧନ୍ୟ ହୋଇଯାଏ? ଯିଏ ପରର ଉପକାର କରିଥାଏ। କେଉଁ ବ୍ୟକ୍ତି ଦେବତା ପୂଜିଲେ ମଧ୍ୟ ସେ ମୁକ୍ତି ପାଇନଥାଏ? ଯିଏ ଅନ୍ୟମାନଙ୍କ ଉପରେ ହିଂସା କରିଥାଏ। କାହା ଦ୍ୱାରା ଅନ୍ୟକୁ ସନ୍ତୁଷ୍ଟ କରିହେବ? ମଧୁର ବଚନ ଦ୍ୱାରା। କିଏ ଉତ୍ତମ ବ୍ୟବହାର କରିଥାଏ? ଯିଏ ଉତ୍ତମ ସଙ୍ଗରେ ସଙ୍ଗୀ ହୋଇଥାଏ। କିଏ ନର ରୂପୀ ଈଶ୍ୱର ଅଟନ୍ତି? ଗୁରୁ। ଇତର ଲୋକ କାହାକୁ ଅନୁକରଣ କରିଥାନ୍ତି? ମହତ ଲୋକଙ୍କୁ। କେଉଁମାନଙ୍କୁ ସଂସାରରେ ଅନାଦର କରାଯାଏ? ନିକଟର ଲୋକମାନଙ୍କୁ। ପ୍ରାଣୀମାନେ କେଉଁ ଫଳ ଭୋଗ କରିଥାନ୍ତି? ନିଜ କର୍ମଫଳ। କେଉଁ ପରାମର୍ଶକୁ ନୀତି ଅଭ୍ୟାସ କରିବ? ଭାଗବତ। ଜଗନ୍ନାଥ ଦାସଙ୍କୁ କେଉଁ ଆଖ୍ୟା ଦିଆଯାଇଛି? ଅତି ବଡ଼ି। ଜଗନ୍ନାଥ ଦାସଙ୍କ ଗ୍ରାମର ନାମ କ'ଣ? କପିଳେଶ୍ୱରପୁର। କପିଳେଶ୍ୱରପୁର। ଜଗନ୍ନାଥ ଦାସଙ୍କ ପିତାଙ୍କ ନାମ କ'ଣ? ଭଗବାନ ଦାସ। ଜଗନ୍ନାଥ ଦାସଙ୍କ ମାତାଙ୍କ ନାମ କ'ଣ? ପଦ୍ମାବତୀ ଦେବୀ। ଜଗନ୍ନାଥ ଦାସ ପ୍ରାୟ କେତେ ଖଣ୍ଡରୁ ଉର୍ଦ୍ଧ୍ୱ ସଂଖ୍ୟକ ଗ୍ରନ୍ଥ ରଚନା କରିଥିବାର ସୂଚନା ମିଳେ? 60। ଏହି କବିତାରେ କେତେ ଗୋଟି ଶିକ୍ଷଣୀୟ ତଥା ଉପଯୋଗୀ ପଦ ଉଦ୍ଧାର କରାଯାଇଛି? 10 ଗୋଟି। ବିହଙ୍ଗ। ସଫଳ ବିହଙ୍ଗ କବିତାର କବି କିଏ? ମହାଦେବୀ ବର୍ମା। ସଫଳ ବିହଙ୍ଗ କବିତାଟି କବିଙ୍କର କେଉଁ କବିତାର ଛାୟାରୂପ? ମତବାଧ। ମହାଦେବୀ ବର୍ମାଙ୍କ ପିତାଙ୍କ ନାମ କ'ଣ? ଗୋପାଳ ପ୍ରସାଦ ବର୍ମା। ମହାଦେବୀ ବର୍ମାଙ୍କ ମାତାଙ୍କ ନାମ କ'ଣ? ହେମରାଣୀ ବର୍ମା। ହେମରାଣୀ ଦେବୀ। ମହାଦେବୀ ବର୍ମାଙ୍କ ଗ୍ରାମର ନାମ କ'ଣ? ଫାରୁଖାବାଦ। କାହାର ପକ୍ଷ ନ କାଟିବାକୁ କବି ପରାମର୍ଶ ଦେଇଛନ୍ତି? ସ୍ୱପ୍ନ ଚଢ଼େଇର। ସଫଳ ଚଢ଼େଇକୁ କେଉଁଠାରେ ବାନ୍ଧି ନାହିଁ ବୋଲି କବି କହିଛନ୍ତି? ଏ ମାଟିର ବୁକୁରେ। କିଏ ଚାରିଆଡ଼େ ବିଚ୍ଛୁରିତ ହୋଇଯାଏ? ସୁଗନ୍ଧ। ମଞ୍ଜି କେଉଁଠାରେ ବୁଣାଯାଏ? ମାଟିର ବୁକୁରେ। ନିଆଁ ଜଳିଲେ କିଏ ଉପରକୁ ଉଠିଥାଏ? ଧୂଆଁ। କାହାକୁ ମୁକ୍ତ ଗଗନରେ ବୁଲିବା ପାଇଁ ସ୍ୱାଧୀନତା ଦେବାକୁ କବି କହିଛନ୍ତି? ସ୍ୱପ୍ନ ଚଢ଼େଇକୁ। ଆରୋହଣ ତାର ରୋକ ନାହିଁ। ଏଠାରେ ଆରୋହଣ ପଦଟି କେଉଁ ଅର୍ଥକୁ ବୁଝାଉଛି? ଉଠିବା। ଏଠାରେ ସ୍ୱପ୍ନ ଚଢ଼େଇ କାହାକୁ ଛୁଇଁ ଆସିବା ପାଇଁ କଥା କବି କହିଛନ୍ତି? ତାରା ଜହ୍ନକୁ। ସ୍ୱପ୍ନ ଚଢ଼େଇ ଉଡ଼ି ଉଡ଼ି କାହାଠାରୁ ରଙ୍ଗ ଆଣିବ? ମେଘ ଠାରୁ। ସ୍ୱପ୍ନ ଚଢ଼େଇ ଉଡ଼ିଯାଇ କାହାଠାରୁ ଆଲୋକ ଆଣିବ? କିରଣରୁ। ସ୍ୱପ୍ନ ଚଢ଼େଇ ଜଣେ ମଣିଷକୁ କ'ଣ ଶିଖାଇବ? ସ୍ୱର୍ଗ ସୃଷ୍ଟିର କଳା। ସ୍ୱପ୍ନର ପକ୍ଷୀ କେଉଁଠାରେ ପହଞ୍ଚୁ ବୋଲି କବି କହିଛନ୍ତି? ଆକାଶରେ। ମାତୃଭୂମି କବିତାର କବି କିଏ? ଗଙ୍ଗାଧର ମେହେର। ଗଙ୍ଗାଧର ମେହେରଙ୍କ ଗ୍ରାମର ନାମ କ'ଣ? ବରପାଲି। ଗଙ୍ଗାଧର ମେହେରଙ୍କ ବାପାଙ୍କ ନାମ କ'ଣ? ଚୈତନ୍ୟ ମେହେର। ଗଙ୍ଗାଧର ମେହେରଙ୍କ ମାଙ୍କ ନାମ କ'ଣ? ସେବତୀ ଦେବୀ। ଗଙ୍ଗାଧର ମେହେର କେବେ ଜନ୍ମଗ୍ରହଣ କରିଥିଲେ? 1862 ମସିହା ଅଗଷ୍ଟ 9। ମାତୃଭୂମି କବିତାଟି କବିଙ୍କର କେଉଁ କବିତା ସଂକଳନରୁ ଆସିଅଛି? ଅର୍ଘ୍ୟଥାଳି। ମାତୃଭୂମି କବିତାଟି ପ୍ରଥମେ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ସାହିତ୍ୟ। ଶିଶୁଟି ଯେତେବେଳେ ପଡ଼ୋଶୀ ପଡ଼ାକୁ ଆପଣାର ବୋଲି ଭାବିଥାଏ
ଯେତେବେଳେ ପଡ଼ୋଶୀ ପଡ଼ା ଘରକୁ ବୁଲିବାକୁ ଯାଇଥାଏ। ଶିଶୁଟି ବଡ଼ ହେଲା ପରେ ଅନ୍ୟ ରାଜ୍ୟକୁ ବିଚରଣ କରିବାକୁ ଗଲେ କାହାର ଶ୍ରେଷ୍ଠପଣକୁ ବଖାଣି ଥାଏ? ନିଜ ରାଜ୍ୟ ଲୋକମାନଙ୍କର। ଶିଶୁଟି ବଡ଼ ହେଲା ପରେ କାହାକୁ ସେ ସ୍ୱର୍ଗରୁ ଅଧିକ ବୋଲି ବୁଝିଥାଏ? ନିଜ ଦେଶକୁ। ଦେଶାନ୍ତର କହିଲେ କ'ଣ ବୁଝ? ଅନ୍ୟ ଦେଶ। ସମସ୍ତଙ୍କର ଜନକ କିଏ? ଜଗତପତି। ବିଶ୍ୱପତିଙ୍କର ଯୋଗ୍ୟ କୁମାର କିଏ ବୋଲି କବିତାରେ କୁହାଯାଇଛି? ଯିଏ ଅନ୍ୟର ଉପକାର କରେ। ମାତୃଭୂମି ମାତୃଭାଷା ପ୍ରତି ମମତା ନଥିବା ଲୋକଙ୍କୁ କ'ଣ କୁହାଯାଏ? ଅଜ୍ଞାନ।